ଗଲୁ ଟିକେ ଦୋକାନକୁ ପତି ଆଣିକି ଆସିବୁ। ହେଁ ପତି? ହଉ ହଉ ଯାଉଛି। ବୁଝିଲୁ ଗୁଲୁଆ, ବୋଉ ମତେ ପତି ଆଣିବାକୁ ଦୋକାନକୁ ପଠେଇଛି। ମୋ ସାଙ୍ଗରେ ଟିକେ ଆସୁନୁ, ମିଶିକି ଯିବା। ଆରେ ପତି ତ ତୁ ଆଣିବୁ, ମତେ କାହିଁ ଡାକୁଛୁ ରେ? ତତେ କ'ଣ ଭୟ ଲାଗୁଛି କି? ହେ ମତେ କି ଭୟରେ? ତେବେ ଯାଇକି ନେଇକି ଆସୁନୁ। ହଁ ଯିବି ଯେ, ହେଲେ ଏକୁଟିଆ ପାରିବିନି ରେ। କାହିଁ, କ'ଣ ହେଲା କି? ଆରେ ଏତେ ବଡ଼ ପତିକୁ ମୁଁ ଏକା ଏକା ଟେକି ପାରିବିନି, ତୁ ଗଲେ ମିଶିକି ଆଣିବା ନା। ହଉ ଚାଲ। ଏ ରହ ରହ, ଆଉ ଗୋଟେ ପ୍ରୋବ୍ଲେମ୍ ଅଛି ରେ। ଆଉ କ'ଣ ହେଲା? ଆରେ ମତେ କିଛି ବୁଝା ପଡୁନି। ବାପା ତ ଘରେ ଅଛନ୍ତି, ବୋଉ ଆଉ ଗୋଟେ ପତି କ'ଣ କରିବ କିରେ? ଏତେ ବଡ଼ ବିଷମ ସମସ୍ୟା। ମାନେ ପତି ବୋଲି ତୁ କ'ଣ ଭାବିଛୁ କି? ସାରେ କହୁଥିଲେ ପତି ଅର୍ଥ ସ୍ୱାମୀ, ସମସ୍ୟାଟା ତ ସେଇଠି ଆଉ। ଆରେ ଏଇଟା ସେଇ ପତି ନୁହେଁରେ ବଗୁଲା। ପତି କେତେ ପ୍ରକାର କି? ଆରେ ତତେ ଖୁଡ଼ି ଚା ପତି ପାଇଁ ପଠେଇଥିବେ। ନାଇଁ ନାଇଁ, ସିଏ ତ ମତେ ପତି କହିଲା, ତୁ ଚା ପତି କହୁଛୁ। ଚା ପତିକୁ ଛୋଟେଇକି ଖୁଡ଼ି ପତି ବୋଲି କହିଥିବେ। ଓହୋ ଏମିତି କଥା। ହଉ ତୁ ଥା, ଏ ପତିକି ମୁଁ ଏକୁଟିଆ ନେଇଯିବି। ନାଇଁ ନାଇଁ ଚାଲ, ଦୋକାନରେ ମୋର ଟିକେ କାମ ଅଛି, ମିଶିକି ଯିବା।